କିନ୍ତୁ ଶବ୍ଦ କିଛି ହଉନି। ସେ ଆଶ୍ଚର୍ଯ୍ୟ ହେଲା ଏବଂ ଆସିଲା ପରେ ଠାକୁର ବାହାରି ଆସିକରି ଦେଖିଲେ ସିଂହ ଦ୍ୱାରେ ଜଣେ ଭିକାରୀ ଭିକ ମାଗୁଛି। ତାକୁ ହାତ ପାତିଲେ, ଏମିତି ଲୁଗାଟା ତ ଗୋଟିଏ ଲୁଗା, ଏଇ ଲୁଗାଟା ପତେଇଛନ୍ତି, ଆରେ ତୁ ମତେ କିଛି ଭିକ୍ଷା ଦେ। ସେ ଆଶ୍ଚର୍ଯ୍ୟ ହିଁ ଚାହୁଁଛି, ଆରେ ମୁଁ ତ ଭିକ୍ଷା କରୁଛି, ମତେ ଇଏ ଭଦ୍ରଲୋକ ଆସି ଭିକ୍ଷା ମାଗୁଛନ୍ତି। କହିଲେ ତୁ ଦେ, ମତେ କିଛି ଭିକ୍ଷା ଦେନା। ଆଜ୍ଞା ଦେଖନ୍ତୁ, ଦିନ ସାରା ମାତ୍ର 3ଟି ଟଙ୍କା ମୋ ଭିକ୍ଷା ଥଳିରେ ପଡ଼ିଛି, ମୋ ପରିବାର ଚଳେଇବା କଷ୍ଟ ହେବ ନା, ତୁ ଯାହା ହେଲେ ମତେ ଭିକ୍ଷା ଦେ। 1 ଟଙ୍କା ଦେଇଦେଲେ। ଠାକୁର କହିଲେ ଠିକ ହେଇଗଲା, କାମ ହେଇଗଲା। ଏକଥା କହିଲେ ଜାନକୀ ବସୁଙ୍କୁ ବହୁତ କଷ୍ଟ ହେଲା କଥାଟା। ସେ ଆଉ ଶ୍ରୀ ଠାକୁରଙ୍କୁ ନ କହିପାରି ଆସିକରି ପହଞ୍ଚିଗଲେ ମାଙ୍କ ପାଖରେ। ମାତା ମୋହନ ଦେବୀ ଥାନ୍ତି। କହିଲେ ଦେଖନ୍ତୁ, ମୁଁ ବହୁତ ଅପମାନିତ ହେଲି ଠାକୁରଙ୍କ ପାଇଁ। ନା କ'ଣ ହେଲା? ନା ଠାକୁର ଜଗନ୍ନାଥ ମନ୍ଦିର ଗଲେ, କ'ଣ ସେ କହିଲେ ମୁଁ ଶୁଣିନି। ଜଗନ୍ନାଥଙ୍କର ସେ ଓଠଟା ମଧ୍ୟ ଥରିଲା, କିନ୍ତୁ ତାପରେ ଆସି ଗୋଟେ ଭିକାରୀ ପାଖରୁ ଟଙ୍କାଟା ମାଗିକି ଆଣୁଛନ୍ତି। ମୋତେ ତ କହିଦେଲେ ମୁଁ କେତେ ଟଙ୍କା ଦେଇପାରିଥାନ୍ତି। ଠାକୁର ସହଜ ସରଳ ଭାବରେ କହୁଛନ୍ତି, ଜାନକୀଦା, এই যে জগন্নাথଙ୍କ ସହିତ ମୁଁ କଥା ହଉଥିଲି, ତୁମେ ଶୁଣିଛ ତ? ନା ମୁଁ ଶୁଣିପାରିନି। ଜଗନ୍ନାଥଙ୍କ ନିର୍ଦ୍ଦେଶ ଥିଲା ଯେ ତୁମେ ଆସିଛ ଏ ଜୀବ ଉଦ୍ଧାର କରିବା ପାଇଁ। ସେଇ ଯେ ଭିକାରୀଟା ମୋର ସିଂହ ଦ୍ୱାରେ ଭିକ ମାଗୁଛି, 7 ଜନ୍ମ ହେଇଗଲାଣି, ସେ ଖାଲି ମାଗୁଛି, ଭିକ୍ଷା କରୁଛି, ତାକୁ ଟିକେ ଉଦ୍ଧାର କରିଦିଅ। ଆଉ ଉଦ୍ଧାର କରିବାର ବାଟ ତ ଅନ୍ୟ କିଛି ହିଁ ନାହିଁ, ଯୋଉଥିପାଇଁ ତାଠୁ 1 ଟଙ୍କା ମୁଁ ଆଣିଲି। ଆଉ ସେ ଆଣିବା ଭିତରେ କାଲି ଯାଇ ଦେଖ, ସିଏ ଆଉ ସେ ସିଂହ ଦ୍ୱାରେ ବସି ଭିକ ମାଗୁନି। ଜାନକୀ ବସୁ ଗଲେ, ଯାଇ ଦେଖିଲେ ତାହା ହିଁ ନଥିଲା। ତେଣୁ ସିଏ ଯେତେବେଳେ ଜଗତକୁ ଆସନ୍ତି, ଯାହାକୁ ଆମେ ଗୁରୁ ରୂପେ ଗ୍ରହଣ କରିଛନ୍ତି, ସେ ଜୀବ ଉଦ୍ଧାର କରିବା ପାଇଁ ଆସିଥାନ୍ତି। ଆଉ ଜୀବ ଉଦ୍ଧାର କରିବେ ମାନେ କରିବା ଭିତର ଦେଇକି, ଖାଲି ଆଶୀର୍ବାଦ କରିକି ନୁହେଁ, କରିବା ଭିତର ଦେଇକି। ଯୋଉଥିପାଇଁ 1 ଟଙ୍କା, 10 ଟଙ୍କା, 1000 ଟଙ୍କା ସକାଳୁ ଆମ ପାଖରେ ଭିକ୍ଷାର୍ଥୀ ଭଳି ଯାଇ ପହଞ୍ଚୁଛନ୍ତି। ଆମ ପାଖରୁ ଟଙ୍କାଟା ନେବେ, ଆମକୁ ଦାତା କରିବେ। ଏଇ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁର ଅନ୍ତର୍ଚନ୍ଦ୍ର। ଏଇ ଛୋଟ ପିଲାମାନେ ଥିଲେ, ତାଙ୍କୁ ବୁଝେଇବା ପାଇଁ ପୂଜ୍ୟପାଦ ଅବନ୍ଦା ଗୋଟେ ବାଣୀରେ କହୁଛନ୍ତି, ଯାହାକୁ ଚିହ୍ନିଲେ ସାରା ଜଗତ ଚିହ୍ନି ହେଇଯାଏ, ଯାହାକୁ ଜାଣିଲେ କିଛି ଅଜଣା ରହେ ନାହିଁ, ଯାହାକୁ ଭଲ ପାଇଲେ ଏ ମିଥ୍ୟା ଭଲ ପାଇବାରେ ଅବିଶ୍ୱାସୀ ଆସେ, ଯାହାଙ୍କ ପ୍ରେମରେ ଖାଲି ସୁଦ ପ୍ରେମ ପ୍ରେମ ପ୍ରେମ, ସେଇ ହେଉଛନ୍ତି ମୋର ଦୟାଲ। ଆଉ ଯାହାକୁ ଚିହ୍ନିଲେ ଦୟାଲଙ୍କୁ ଚିହ୍ନି ହୁଏ, ସେ ହେଉଛନ୍ତି ଆଚାର୍ଯ୍ୟ। ତେଣୁ ସିଏ ହେଉଛନ୍ତି ଧ୍ରୁବତାରା, ଆଚାର୍ଯ୍ୟ ହେଉଛନ୍ତି ପଥ ପ୍ରଦର୍ଶକ। ତାଙ୍କରି ଲୀଳା ହିଁ ଚାଲୁଛି ଆଚାର୍ଯ୍ୟଙ୍କ ଭିତରେ। এই যে উৎসব, রাজনগর তো গোটা উৎসবর মাহোল চালিছে। এই যে পূজ্যপাদ আচার্য দেবଙ୍କର আশীর্বাদ আনিଥିଲେ ଆମର ସମ୍ମାନୀୟ ସମସ୍ତଙ୍କର ବଡ଼ ଭାଇ ରମେଶ ଭାଇ ଏବଂ ଅନିରୁଦ୍ଧ ଭାଇ। ଆପଣମାନେ ରାଜନଗର ଉତ୍ସବଟି ପାଳନ କଲେ ଡିସେମ୍ବର 21ରେ। ସମସ୍ତେ ଯୋଗଯୁକ୍ତ ହେଇଥିଲେ ସେଠି। ସେ ଉତ୍ସବ ପରେ ଆସିଲା ଜରିମୂଳ ଉତ୍ସବ, ଆସିଲା ତାଳଚୁଆ ଉତ୍ସବ, ଆସିଲା ଦେବନାରାୟଣପୁର ବନ ମହୋତ୍ସବ, ଆସିଲା ଗୋପାଳପୁର ଉତ୍ସବ। এটা ଗୋଟେ ଉତ୍ସବର ମାହୋଲ ସେ ସୃଷ୍ଟି କରିଦେଇଛନ୍ତି ରାଜନଗର। କାହିଁକି ନା ରାଜନଗର ପ୍ରତି ତାଙ୍କର ଶୁଭ ଆଶୀର୍ବାଦ ସତ ଯେପରି ସେ ଢାଳି ଦେଇଛନ୍ତି। କାରଣ ପୂଜ୍ୟପାଦ ଦାଦା ଥିଲାବେଳେ ରାଜନଗର ପଟା ଦେଖିଲା ପରେ ତାଙ୍କ ପାଖକୁ ପଠେଇଥିଲେ, କହିଲେ ବାବାଇର କାছে ଯାଅ। ଆଉ ତଦ୍ରୂପ এই ମନ୍ଦିର କଥା ପଡୁଥିଲା ପୂଜ୍ୟପାଦ। এই যে ପୂଜ୍ୟ ରମେଶ ଭାଇ କହୁଥିଲେ, ଆଚାର୍ଯ୍ୟଙ୍କର ଇଚ୍ଛା ଅଛି ଏଠି ମନ୍ଦିର ହବ ତ ନିଶ୍ଚୟ। କାରଣ ଯେତେବେଳେ ମନ୍ଦିର ହେଲା, କେନ୍ଦ୍ରାପଡ଼ା ମନ୍ଦିର ଉଦ୍বোଧନ ହେଲା, ସେତେବେଳେ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟର 3ଟି ମନ୍ଦିର ଉଦ୍বোଧନ ହେଇଯାଇଥିଲା। କେନ୍ଦ୍ରାପଡ଼ା, ଆପଣଙ୍କର ଗରଜଙ୍ଗା, ଆଉ ସେ ଯେ ନିଶ୍ଚନ୍ତ କହିଲି ନୁହଁ, ତା ପୂର୍ବ ମନ୍ଦିରଟା ଚାନ୍ଦୋଳ। କିନ୍ତୁ ତାପରେ ବର୍ତ୍ତମାନ ସବୁ ବ୍ଲକରେ ମନ୍ଦିର କାମ ଚାଲିଛି। କିନ୍ତୁ ଗୋଟିଏ ମନ୍ଦିର ଉଦ୍বোଧନ ହେଲା ତାଙ୍କର କର କମଳରେ, ତାଙ୍କର ଉପସ୍ଥିତିରେ ଓଡ଼ିଶାରେ, ତାହା ହେଉଛି ରାଜନଗର। ଆଉ ରାଜନଗର ବ୍ଲକରେ 3ଟା ମନ୍ଦିର ଚାଲିଲାଣି। କାରଣ ଗୋଟେ ତ ଚାଲିଛି ଉଦ୍বোଧନ ହେଇସା, ଆଉ ଗୋଟେ ପୁଣି ଏଠି ବି ମଧ୍ୟ ଆରମ୍ଭ ହବ କାମ। ତେଣୁ ଏଇ ଆଶୀର୍ବାଦ କେବଳ ତାଙ୍କରି। ଆଉ ତାଙ୍କୁ ନେଇ ଚାଲିବାକୁ ହେଲେ ଠାକୁରଙ୍କର କଥାଟାକୁ ମନେ ରଖିବାକୁ ପଡ଼ିବ।
ଠାକୁର ସତ୍ୟାନୁସରଣେ ନିଜ ସ୍ତ୍ରୀ ହସ୍ତରେ ଲେଖିଦେଇ ଯାଇଛନ୍ତି ଯେ ଆଦର୍ଶଙ୍କ ପ୍ରତି ଗଭୀର ବିଶ୍ୱାସ ନହେଲେ ନିଷ୍ଠା ଆସେ ନାହିଁ।